ସାଙ୍ଗମାନେ କହିଲେ ଦେଖି ସନ୍ଧ୍ୟାବେଳେ କିଛି ନା କିଛି ଟୁକୁରୁମୁକୁରୁ ଜିନିଷ ଖାଇବାକୁ ଇଚ୍ଛା ହେଉଛି ନା, ବିଶେଷ କରି ଶୀତ ଦିନେ କିଛି ନା କିଛି ଛଣାଛଣି ଜିନିଷ ଯେଉଁଟାକି ଗରମ ଗରମ ଖାଇବାକୁ ନିହାତି ଭାବରେ ଇଚ୍ଛା ଲାଗୁଥିବ। ଚାଲନ୍ତୁ ଆଜି ଆମେ ଏମିତି ଗୋଟେ ସ୍ନାକ୍ସ ବନେଇବା ଯେଉଁଟାକି ଖୁବ୍ କମ୍ ସମୟ ମଧ୍ୟରେ ହେବ, ଘରେ ଥିବା ସାମଗ୍ରୀରେ ମଧ୍ୟ ହେବ। ଚାଲନ୍ତୁ ଆଜି ମୁଁ ପ୍ରସ୍ତୁତ କରାଯାଉଛି ମୁଢ଼ି ପକୁଡ଼ି। ପକୁଡ଼ି ତ ଆପଣ ଅନେକ ଥର ବନାଉଥିବେ, କିନ୍ତୁ ଏମିତି ମୁଢ଼ିରେ ଥରେ ଯଦି କେବେ ପକୁଡ଼ି ଟ୍ରାଏ କରିନାହାନ୍ତି ତାହେଲେ ଏମିତି ଥରେ ଟ୍ରାଏ କରନ୍ତୁ, ଦେଖିବେ ଖୁବ୍ କମ୍ ସମୟରେ ବନେଇକି ଆମର ପ୍ରସ୍ତୁତ ହେଇଯିବ। ପ୍ରଥମେ ଏଠି କିଛି ମୁଢ଼ି ମୁଁ ନେଇଯାଇଛି, ତାପରେ ଆଉ ଗୋଟେ ବାଉଲ୍ ନେଇଯାଇଛି। ବାଉଲ୍ରେ କିଛି କାଟିକି ପିଆଜ ରଖିଥିଲି, ଯେଉଁଟାକି 2ରୁ 3ଟା ପାଖାପାଖି ପିଆଜ ହେବ। ସେ ପିଆଜକୁ ବାଉଲ୍ରେ ଦେଇଦେଇଛି। ଏଠି ଦେଖିପାରୁଥିବେ ଗୋଟେ ମିଡ଼ିୟମ୍ ସାଇଜ୍ର ବଡ଼ ଆଳୁଟା, ଯେଉଁଟା ଏମିତି ଲଛା ଭାବରେ ମୁଁ ଏମିତି ମାନେ କରିକି ନେଇଯାଇଛି। କିଛି କଞ୍ଚା ଲଙ୍କା, ଧଣିଆ ପତ୍ର, କୋରିକି ରଖିଥିବା ଅଦା ଟିକେ ମୁଁ ଏଠି ଦେଇଦେଇଛି। ଦେଇଦେଲା ପରେ ଏବେ ଆମେ କ'ଣ କରିବା ନା, ସେ ଯେଉଁ ଆମେ ପିଆଜ, ଆଳୁ ଆଉ ଧନିଆ ପତ୍ରକୁ ଭଲ ଭାବରେ ଟିକେ ମିକ୍ସ କରିନେବା। ଅଦା ଆଉ କଞ୍ଚା ଲଙ୍କା ଯେଉଁ ପକାଇଥିଲେ ବାଉଲ୍ରେ, ସେଥିରେ ଆମେ ଆବଶ୍ୟକ ଅନୁସାରେ ଦେଇଦେବା ବେସନ ଦେଲା ପରେ ଏଠି ଟିକେ ଲଙ୍କାଗୁଣ୍ଡ ଦେଇଦେବେ, ଟିକେ ଲୁଣ ଦେଇଦେବା ସ୍ୱାଦ ଅନୁସାରେ। ଲୁଣ ଦେଇଦେବା। ଗୋଟେ ପିଞ୍ଚ୍ ପାଖାପାଖି ଏଠି ମୁଁ ନେଇଛି ଖାଇବା ସୋଡ଼ା, ଯେଉଁଟାକି ଆମର ମିଠା ସୋଡ଼ା। ଦେଲା ପରେ ଏମିତି ଭଲ ଭାବରେ ଟିକେ ହାଲକା କରିକି ପାଣି ଦେବେ, ଯେମିତିକି ଆମର ପକୁଡ଼ିଟା ଟିକେ କାଠୁଲିଆ ଭାବରେ ଏଠି ଆମର ବ୍ୟାଟର୍ଟା ବନିବ। ଏପଟେ ଦେଖିପାରୁଥିବେ ପକୁଡ଼ିଟା ଟିକେ କ୍ରିସ୍ପି ବନିବା ପାଇଁ ମୁଁ ଏଠି ମୁଢ଼ିଟା ଆଡ଼୍ କରି ନେଇଛି। ଯେମିତିକି ମୁଢ଼ିକି ମୁଁ ଏଠି ବତୁରେଇ ନେଇଛି। ବତୁରେଇ ନେଲା ପରେ ମୁଢ଼ିକି ଏମିତି ପୁରା ପାଣିରୁ ଛାଣି ନେବା। ଛାଣିକି ଆମେ ସେଇଥିରେ ଦେଇଦେଲା ପରେ ଆଉ ଟିକେ କ'ଣ କରିବା ନା, ଯେହେତୁ ଆମେ ଲୁଣ ଟିକେ କମ୍ କରିକି ପକାଇଛେ, ଏବେ ଆଉ ଟିକେ ସେଥିରେ ଲୁଣ ଦେଇଦେବା। ଲୁଣ ଦେଇକି ଭଲ ଭାବରେ ଏମିତି ଗୋଳାଗୋଳି କରିକି ପ୍ରାୟ 3ରୁ 4 ମିନିଟ୍ ପାଖାପାଖି ରଖିନେବା। ଏବେ ଚାଲନ୍ତୁ ଆମେ ଆଉ ଗୋଟେ କଢ଼େଇ ନେଇଯିବା। କଢ଼େଇରେ ଦେଇଦେବା କିଛି ରିଫାଇନ୍ ତେଲଟାକୁ ଟିକେ ଗରମ ହେବା ପାଇଁ ଛାଣିଦେବା। ପକୁଡ଼ିର ସେପ୍ ଆପଣମାନେ ଆପଣଙ୍କ ଖୁସି ମୁତାବକ କରିପାରିବେ। ମୁଁ ଏମିତି ଏଠି କ'ଣ କରିଛି ନା, ଟିକେ ହାଲକା ଭାବେ ପ୍ରେସ୍ କରିକି ଗୋଲ କରିକି ମୁଁ ଏଠି ପକୁଡ଼ିର ସେପ୍ଟା ଦେଇଛି। ଏମିତି କରିକି ଚାରିଆଡ଼େ ଦେଖନ୍ତୁ ତେଲଟି ତାତିଲା ପରେ ଆମର ପକୁଡ଼ିଟା ଏମିତି ସବୁ ଦେଇଦେବା। ଦେଇଦେଲା ପରେ ଦେଖିପାରୁଛନ୍ତି କିଛି ସମୟ ଗଲା ପରେ ଏମିତି ଏପଟ ସେପଟ କରିନେବା। ପ୍ରଥମ ଥର ପାଇଁ ଯଦି ଆପଣମାନେ ମୋ ଚ୍ୟାନେଲ୍ ଦେଖୁଛନ୍ତି, ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ପ୍ରେସ୍ କରିନେବେ। ଏମିତି ନୂଆ ଭିଡ଼ିଓ ନୋଟିଫିକେସନ୍ ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ପହଞ୍ଚିବା ପାଇଁ। ଦେଖିପାରିଲେ ନା କେତେ ଜଲ୍ଦି ଖୁବ୍ କମ୍ ସମୟରେ ଆମର ପ୍ରସ୍ତୁତ ହୋଇଗଲା ମୁଢ଼ିର এই ସ୍ନାକ୍ସଟି ରେସିପିଟି। ନିଶ୍ଚୟ ଥରେ ଟ୍ରାଏ କରନ୍ତୁ, ଏ ଶୀତ ପାଖରେ ବଢ଼ିଆ ଲାଗିବ ଖାଇବା ପାଇଁ। ଆଜିର